ଶୁଣ ମନେ ରଖିଥାଅ। ଅନେକ ବ୍ୟକ୍ତି ଆମ ପାଖକୁ ଫୋନ କରୁଛନ୍ତି ଠାକୁରଙ୍କ ଜନ୍ମ ଉପରେ। ଠାକୁରଙ୍କର ଜନ୍ମ ସେ ତ ବିଚିତ୍ର ଲୀଳା ନା ତାଙ୍କର। ଜାମାୟା ଦେବ ଗୋଚର କାହୁଁ ଜାଣିବେ ନରଛା, ଆମେ ନିମିତ୍ତ ମାତ୍ର। ତାଙ୍କ ଜନ୍ମ ପରେ ମହାପୁରୁଷ ଅନେକ ମତ ଦେଇଛନ୍ତି, ବୁଝିହଉଛି। ଯାଜପୁରରେ ଜନ୍ମ ହେବେ ଲେଖିଛନ୍ତି, ଠିକ। ସମ୍ବଳ ନଗରରେ ଜନ୍ମ ହେବେ, ଠିକ। ସିଜାଜ ନଗରରେ ଜନ୍ମ ହେବେ, ଠିକ। ସବୁ ଠିକ, କିନ୍ତୁ ଆ ଭିତରୁ ଗୋଟିଏ ହବ ସାର। ପ୍ରଭୁ ଅଂଶ କଳାରେ କଣ ହେବେ, ଅନ୍ୟ ଜାଗାରେ ମଧ୍ୟ କିଛି ଖେଳା ଲୀଳା କରିବେ। କାରଣ ଭକ୍ତ ଅଙ୍ଗରେ ଲୀଳା ଖେଳା କରିବେ ବୋଲି ମଧ୍ୟ କଳିର ଅନ୍ତିମ ପର୍ଯ୍ୟାୟରେ ପ୍ରଭୁ ଭକ୍ତ ମାନଙ୍କୁ ବର ଦେଇଛନ୍ତି, ବୁଝିହଉଛି। ଭୀମ ଭୋଇଙ୍କର ଗୋଟେ ଲେଖା ମନେ ପଡିଯାଏ। ଦ୍ୱାପର ଯୁଗରେ ରାଜସୀ ଯଜ୍ଞରେ ସତ୍ୟ କରାଇଲେ ପ୍ରଭୁ, କଳିରେ କଳଙ୍କି ଲୀଳା ଖେଳା ମାନ ତୋ ଅଙ୍ଗେ କରିବୁ ବାବୁ। ଆଜି କୃଷ୍ଣଚନ୍ଦ୍ର ଧର୍ମରାଜ ଯୁଧିଷ୍ଠିର କହୁଛନ୍ତି, ହେ ଯୁଧିଷ୍ଠିର ମହାପ୍ରଭୁ, କଳିର ଶେଷ ସମୟରେ ମୁଁ ଶପଥ କରି କହୁଛି, ଏ ରାଜସୀ ଯଜ୍ଞରେ ମୁଁ ଶପଥ କରି ତୁମକୁ କହୁଛି, ତୁମ ଦେହରେ ଆମେ କଣ କରିବୁ, ଖେଳା ଲୀଳା କରିବୁ, ଏବଂ ତୁମେ କଳକି ଅବତାର ରୂପରେ କଣ ହବ, ଲୀଳା ଖେଳା କରିବ। ଧର୍ମରାଜ ଯୁଧିଷ୍ଠିର କହିଛନ୍ତି। ପୁଣି ମଧ୍ୟ ଅକୁରୁକୁ ମଧ୍ୟ କହିଛନ୍ତି, ବୁଝିହଉଛି। ତାକୁ ମଧ୍ୟ ବଳ ଦେଇଛନ୍ତି, କଳିର ଅନ୍ତିମରେ ମୁଁ ତୋ ଦେହରେ ମଧ୍ୟ କଳକି ରୂପରେ ଖେଳ କରିବି। କିନ୍ତୁ ଅନେକ ଜାଗାରେ କଣ କରିଛନ୍ତି, ମହାପ୍ରଭୁ ଜନ୍ମଗ୍ରହଣ କରିବେ ବୋଲି ମଧ୍ୟ ପ୍ରମାଣ ଦେଇଛନ୍ତି। କାହାକୁ ନିନ୍ଦା କରିବା କଥା ନୁହେଁ, କି କୌଣସି ଗୁରୁକୁଳକୁ ନିନ୍ଦା କରିବା କଥା ନୁହେଁ। କାରଣ ଆମେ ଜଣକୁ ଶରଣ ହବାଟା ବହୁ କଷ୍ଟସାଧ୍ୟ। ଯାହା ପାଖେ ସେତିକି ସତ୍ତା ନଥିବ, ପ୍ରଭୁଙ୍କ କରୁଣା ନଥିବ, ସେ କସ୍ମିନ କାଳେ ଜଣଙ୍କର ଶରଣ ହବାଟାକୁ ବହନ କରିବା ବହୁ କଷ୍ଟସାଧ୍ୟ। ଏସବୁ ଭକ୍ତଙ୍କର ଗୋଟେ ଲୀଳା, ଆଉ ପ୍ରଭୁ ଭକ୍ତ ଅଙ୍ଗରେ ଲୀଳା। କିଏ ବା ଅଛି କେଉ ମତେ ଜାଣିବି ଅଭାବ ମୁଖେ ମତେ। କାହାକୁ ନିନ୍ଦା କରିବ ନାହିଁ, ତମ ମାନଙ୍କୁ କହୁଛୁ କାହାକୁ ନିନ୍ଦା କରିବ, ଯିଏ ଅନ୍ୟାୟ କରିବ ସେ ତାର ଭୋଗିବ, ହଁ କି? ଠାକୁରଙ୍କ ଜନ୍ମ ଉପରେ କୋଉଠି କଣ ମତ ଥାଇପାରେ ଆମେ କହିପାରିବୁନୁ, କିନ୍ତୁ ଆମେ 3ଟି ଜନ୍ମ ମାସ ଆମେ କଣ କରିଛୁ, ନିର୍ଘଣ୍ଟ କରିଛୁ, ପାଇଛୁ। ଗୋଟେ ମହାପୁରୁଷ ଅଚ୍ୟୁତଙ୍କର ବ୍ରହ୍ମ ଟୀକାରେ ଗୋଟେ ଜିନିଷ ଲେଖା ଅଛି, ଭବିଷ୍ୟ ପରାର୍ଦ୍ଧରେ ମଧ୍ୟ ଲେଖା ଅଛି, ଏବଂ ନିଗମ କଳ୍ପ ବା କଳ୍ପ ଖଣ୍ଡକରେ ଲେଖା ଅଛି, ବୁଝିହଉଛି। 3 ଗୋଟି ମାସ ବୋଲି ବର୍ଣ୍ଣନା ଅଛି। ଯେମିତି ବର ଦେଇଥିଲେ ଠାକୁର କାହାକୁ, ଭକ୍ତ ମାନଙ୍କୁ, ତମ ଅଙ୍ଗରେ ଆମେ ଖେଳ କରିବୁ, ସେମିତି ଅଂଶ କଳା ନେଇ କିଏ କୋଉଠି ଆବିର୍ଭୂତ ହେଇଥାଇପାରେ କୋଉ ମାସରେ, ବୁଝିହଉଛି। ସେଇଟା କାହାକୁ, ସେଇଟା ମାନେ କାହାକୁ ସମାଲୋଚନା କରିହବ ନାହିଁ, ବୁଝିହଉଛି। କାରଣ ଘଟେ ଘଟେ ଅଛନ୍ତି ପ୍ରଭୁ। ତମେ ଯଦି ଜଣକୁ ସମାଲୋଚନା କରିବ, ତମକୁ ଶୁଣି କିଏ ସେମିତି ସମାଲୋଚନା କରିବ, ବୁଝିହଉଛି। ମା ଝୁଅ ଗଲେ କୋଉଠିକି, ପୋଖରୀ କି ଗଲେ ଗାଧେଇବାକୁ। ପୋଖରୀ ଗୋଟେ କିମ୍ଭୀର ଅଛି, ଝୁଅ ଉପରେ ବହିଛି, ମା ପୋଖରୀ ଭିତରେ କଣ କରୁଛି, ଗାଧଉଛି। ଏତେବେଳେ କିମ୍ଭୀରଟି ଆସିଲା, ମାକୁ ନେଇକି ପଳେଇଲା। ଝିଅ ଦୌଡ଼ି ଦୌଡ଼ିକି ଆସିଲା,
ବାପାକୁ ଆସି କହିଲା, ବାପା ବାପା ମାକୁ କିମ୍ଭୀର ଧରି ନେଇ ପଳେଇଲା। ଯଥା ଝୁଅ ହରି ବାପା ହରିକି କହିଲା, ମା ହରିକି କିମ୍ଭୀର ହରିକି ଧରି ନେଇଗଲା। ମାନେ ହରି ହରିକି ଧରିକି ନେଇକି ପଳେଇଲେ। ମାନେ ଝିଅ ଧିଅରେ ଯୋଉ ହରି, ସେ ହରି ଆସିକି ବାପା ଧିଅରେ ସେଇ ହରିକି କହୁଛି, ଏ ବାପା ହରି କିମ୍ଭୀର ହରି, କିମ୍ଭୀର ଧିଅରେ ମଧ୍ୟ ସେଇ ହରି, ସେ ମା ହରିକି ଧରି ନେଇ ପଳେଇଲା। ମାନେ ହରି ହରିକି ଧରିକି ନେଇକି ଗଲେ। ଯାହାକୁ କହନ୍ତି ଭାଗବତରେ, କରି କରାଉଥାଏ ମୁହିଁ ମୋ ବିନୁ ଆନ ଗତି ନାହିଁ। ତେଣୁ ପ୍ରଭୁଙ୍କର ଲୀଳା ଇଏ ଗୋଟେ ବିଚିତ୍ର ଲୀଳା, ବୁଝି ହଉଛି। ସେଇ ମତରେ କଳ୍ପ ଟୀକାରେ ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି, ବୈଶାଖ ଶୁକ୍ଳ ଦ୍ୱିତୀୟାରେ ପ୍ରଭୁ ଜନ୍ମ ହେବେ, ଭକତଙ୍କ ହିତେ ଜନମୀ କଳ୍କି ନାମ ଓହିବେ। ଲଗ୍ନ ହୋଇଥିବ କର୍କଟ ଶୁକ୍ରଙ୍କ ପଞ୍ଚମରେ, ଗୁରୁ ରହିଥିବେ ଆବର ଶନି ଚତୁର୍ଥ ଘରେ। ରବି ଚନ୍ଦ୍ର ଆଉ ମଙ୍ଗଳ ଉଞ୍ଚରେ ଥିବେ ରହି, ଆଉ ଶୁଭ ଗ୍ରହ ସ୍ଥାନରେ ରହିଥିବେ ଅନାଇ। ଏକଥା କୋଉଠି କହିଲେ ନା ବ୍ରହ୍ମ ଟୀକାରେ ମହାପୁରୁଷ ଅଚ୍ୟୁତ ଏକଥା କହୁଛନ୍ତି। ଠାକୁର ବୈଶାଖ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ କଣ କରିବେ, ଜନ୍ମଗ୍ରହଣ କରିବେ। କାହିଁକି ନା ଭକତଙ୍କ ପାଇଁ। କୁଣ୍ଡଳୀ ଛାଡ, କୁଣ୍ଡଳୀ କଲେ ସେ ବହୁତ ବିଷୟ ହବ। ଏଠି ଖାଲି ମନେ ରଖିଥାଅ, ଏଠି କହିଲେ କଣ ବୈଶାଖ ଶୁକ୍ଳ ଦ୍ୱିତୀୟାରେ ପ୍ରଭୁ ଜନ୍ମ ହେବେ। କୋଉଥିରେ କହିଲେ, ବ୍ରହ୍ମ ଟୀକାରେ। ଭବିଷ୍ୟ ପରାଗ ସେଥିରେ କଣ କହିଲେ, ଅଚ୍ୟୁତି ପରାର୍ଧେ କଲେ ଲିଖନ, କୃଷ୍ଣ ଜନ୍ମ କଥା ଲେଖିଲେ ପୁଣ। ଗୋଦାବରୀ ତୀର୍ଥ ପଞ୍ଚକୋଶରେ, କିଙ୍କଟ ନଗର ସମ୍ବଳ ଗ୍ରାମରେ। ଧନୁ ମାସରେ ଜନ୍ମ ହୋଇବେ, ଅନନ୍ତ ମିଶ୍ର ଘରେ ଉଦିବେ। ସେଠି କହିଲେ ପ୍ରଭୁ କୋଉ ମାସରେ ଜନ୍ମ ହେବେ କଳକି ରୂପରେ, ନା ବୈଶାଖ ମାସରେ। ଏଠି କହିଲେ କଣ ନା ଧନୁ ମାସରେ, ହେଲା। ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ, ନବମ ମାସ। ବୈଶାଖ ଜ୍ୟେଷ୍ଠ ଆଷାଢ ଶ୍ରାବଣ ଭାଦ୍ରବ ଆଶ୍ଵିନ କାର୍ତ୍ତିକ ମାର୍ଗଶିର ପୁଷ, ହେଲା। ସେଠି କହିଲେ ବୈଶାଖ ମାସରେ ଜନ୍ମ ହେବେ, ଏଠି କହିଲେ ପୁଷ ମାସରେ ଅନନ୍ତ ମିଶ୍ରର ଘରେ, କିଙ୍କଟ ନଗର ବା ସମ୍ବଳ ଗ୍ରାମରେ। ଆଉ ଗୋଟେ ମନେ ରଖିଥାଅ, କିଙ୍କଟ ନଗର ମହାପୁରୁଷ ଦୁଇଟି ଜାଗାକୁ ଲେଖିଛନ୍ତି, ହେଲା। ଇଏ କେତେ କଣ କହନ୍ତୁ, କିନ୍ତୁ ମହାପୁରୁଷ ଦୁଇଟି ଜାଗାକୁ କିଙ୍କଟ ନଗର ଲେଖିଛନ୍ତି। ଗୋଟିଏ ଜାଗାକୁ ଖୋଲିକି ଲେଖିଛନ୍ତି, ଆଉ ଗୋଟେ ଜାଗାକୁ ଠାରିକି ଲେଖିଛନ୍ତି, ହେଲା। କିଙ୍କଟ ନଗର ସମ୍ବଳ ଗ୍ରାମରେ ପ୍ରଭୁ କଣ କରିବେ, ଉଦୟ ହେବେ ପୁଷ ମାସରେ ବା ପୌଷ ମାସରେ। ସେଠି କହିଲେ ବୈଶାଖ ମାସ। ଏଇ କଥା ଉପରେ ପୁଣି କଳ୍ପଖଣ୍ଡ ବା ନିଗମ କଳ୍ପରେ ପୁଣି କହିଲେ, ମୀନ ମାସ ଯେ ହସ୍ତା ଚନ୍ଦ୍ରେ, ଜନ୍ମ ହେବୁ ମହି ଗତି। କର୍କଟ ଲଗ୍ନେ ହେବୁ ଜାତ, ଶୁଣନ୍ତୁ ବର ଜର ସୁତ। ବୁଝିହଉଛି। ହେଲେ ବୈଶାଖ ମାସ ଗଲା ଭାରି, ପୁଷ ମାସ ଗଲା ଭାରି, ଏ ହେଲା ମୀନ ମାସ। ମୀନ ମାସ ବୋଲନ୍ତି ଚୈତ୍ର ମାସ। କହିଲେ ଚୈତ୍ର ମାସରେ ହସ୍ତା ଚନ୍ଦ୍ରେ, ମାନେ ହସ୍ତା ନକ୍ଷତ୍ରରେ ଚନ୍ଦ୍ର ଥିବେ, ଜନ୍ମ ହେବୁ ମହିଗତେ। ସେଇ ସମୟରେ ଆମେ ଜନ୍ମ ହବୁ। ତାଙ୍କ ରାଶି କଣ ହେଇଥିବ, କନ୍ୟା ରାଶି ହେଇଥିବ, ହସ୍ତା କନ୍ୟା। ଆଉ କଣ ଲଗ୍ନ ହେଇଥିବ କର୍କଟ, ହେଲା। କିନ୍ତୁ ସେଠି କଣ କହିଲେ କଳ୍ପ ଟୀକାରେ, ନା ବୈଶାଖ ଶୁକ୍ଳ ଦ୍ୱିତୀୟାରେ ପ୍ରଭୁ ଜନ୍ମ ହେବେ। ରବି ଚନ୍ଦ୍ର ଆଉ ମଙ୍ଗଳ ଉଞ୍ଚରେ ସବୁ ଥିବେ। ତାହେଲେ ଚନ୍ଦ୍ର ଉଞ୍ଚରେ ରହିଲେ କୋଉଠି, ନା ବୃଷ ରାଶିରେ।
ସେଠି କହୁଛନ୍ତି ରାଶି ଦବ ବୃଷ, ଏଠି ପରିଚୟ ଦଉଛନ୍ତି କନ୍ୟା, ମଝିଟା ପରିଚୟ କିଛି ଦଉ ନାହାନ୍ତି। କିନ୍ତୁ ଏ ଯୋଉ 3 ମାସ ଲେଖିଲେ, ଏ 3 ମାସ ହିଁ ସତ୍ୟ, କୋଉ ମାସକୁ କାଟି ହବ ନାହିଁ। କାହିଁକି କେତେ ଗୋଟେ କଥା କ୍ୟାମେରା ଆଗରେ କହି ହଉନାହିଁ। ମହାପ୍ରଭୁ ଦ୍ୱାପର ଯୁଗରେ ଅନେକ ଭକ୍ତ ମାନଙ୍କୁ ବର ଦେଇଥିଲେ, ଯୋଉ କଥା ଆଗରୁ କହୁଥିଲେ ହେଲା। ସେମାନେ ଯେତେବେଳେ ଜନ୍ମ ହେବେ ତାଙ୍କ ଦେହରେ ପ୍ରଭୁଙ୍କ ଲୀଳା ହବ, ସେଇଟାକୁ ସେ ବର୍ଣ୍ଣନା କରିଛନ୍ତି। ତେଣୁ କୋଉ ଭକ୍ତ କୋଉ ମାସରେ ଜନ୍ମ ହବ କ୍ୟାମେରା ଆଗା କହିହବ ନାହିଁ। ସେ ଗୋଟେ ସମୟ ବଳବାନ, ବୁଝି ହଉଛି। ସମୟ ଯେତେବେଳେ ମଲ୍ଲି ଫୁଲ ଫୁଟିବ ତା ମନକୁ ବାସନା ହବ। ଆଉ ଏତିକି ମନେ ରଖିଥାଅ, ଆଗ ସଂହାର ଲୀଳା ତାପରେ ହଉଛି ପ୍ରକାଶ ଲୀଳା। ସଂହାର ଲୀଳା ନହେଲା ପର୍ଯ୍ୟନ୍ତ ପ୍ରଭୁ କସ୍ମିନ କାଳେ ପ୍ରକାଶ ହେଇପାରିବେ ନାହିଁ। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗୱା ହରି ବୋଲ।